ମଣିଷ ମିଛ ସମ୍ପର୍କକୁ ପାଇବା ଆଶାରେ ଅନେକ ସମୟ ନଷ୍ଟ କରିଦେଇଥାଏ। ପ୍ରକୃତ ସମ୍ପର୍କ ପାଖରେ ଥାଇ ବି ତାକୁ ଅଣଦେଖା କରେ। ନା ମିଛ ସମ୍ପର୍କକୁ ପାଇବାରେ ନା ପ୍ରକୃତ ସମ୍ପର୍କକୁ ନିଜର କରିପାରେ। କ୍ରୋଧ କେବଳ ନିଜର କ୍ଷତି କରେ। ସମ୍ପର୍କ ସୃଷ୍ଟି କରିବାକୁ ରାସ୍ତା ଦେଖାଏ। ଅଭିମାନ ସମ୍ପର୍କକୁ ନିବିଡ଼ କରେ। ସ୍ନେହରେ ସମ୍ପର୍କ ବନ୍ଧା ହୁଏ। ଅହଙ୍କାର ସମ୍ପର୍କରୁ ଦୂରେଇ ଦିଏ। ସବୁ କଥାରେ ଉତ୍ତ୍ୟକ୍ତ ହୋଇ ରାଗିବା ବା ଜିଦ୍ ଧରିବା ଠିକ୍ ନୁହଁ। କାରଣ ଏହି ରାଗ ଆଉ ଜିଦ୍ ଜୀବନଠୁ ଅତି ନିଜର ଲୋକମାନଙ୍କୁ ହିଁ ଅଲଗା କରିଦିଏ। ଯଦି ଆପଣଙ୍କର ଦୁର୍ବଳ ବ୍ୟକ୍ତିଙ୍କ ସହିତ ଶତ୍ରୁତା ହୋଇଯାଇଛି, ସାବଧାନ ହୋଇଯାଆନ୍ତୁ। କାରଣ ସେ ସେହି ସମୟରେ ଆକ୍ରମଣ କରିଥାଏ ଯେତେବେଳେ ଆପଣ କଳ୍ପନା ମଧ୍ୟ କରିନଥିବେ। ବ୍ରାହ୍ମଣମାନେ ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି। ମୟୂରମାନେ ମେଘ ଘୋଟି ଆସିବାର ଦେଖିଲେ ଖୁସି ହୋଇଥାନ୍ତି। ସାଧୁମାନେ ଜ୍ଞାନୀ ଗୁଣୀମାନେ ଅନ୍ୟର ସୁଖ ଦେଖିଲେ ଖୁସି ହୋଇଥାନ୍ତି। ମାତ୍ର ଦୁଷ୍ଟ ଲୋକମାନେ ଅନ୍ୟର ଦୁଃଖ କଷ୍ଟ ଅଭାବ ଅସୁବିଧା ଦେଖି ଖୁସି ହୋଇଥାନ୍ତି। ବ୍ରାହ୍ମଣ ଏବଂ ଅଗ୍ନି, ପତି ଏବଂ ପତ୍ନୀ, ମାଲିକ ଏବଂ ସେବକ ଓ ହଳ ଏବଂ ବଳଦ ଏମାନଙ୍କ ମଝିରେ ରହିବା ସର୍ବଦା ବର୍ଜନୀୟ। ଏଠାରେ ଚାଣକ୍ୟ ଆମର ଭଲ ପାଇଁ କହିଛନ୍ତି, କୌଣସି ଦୁଇ ଜଣଙ୍କ ମଝିରେ ରହିବ ନାହିଁ, ଅନ୍ୟଥା କିଛି ବି ଦୁର୍ଘଟଣା ପାଇଁ ନିଜେ ହିଁ ଦାୟୀ ରହିବ। ମଣିଷ ସବୁକିଛି ଖୋଜିବାକୁ ଚେଷ୍ଟା କରେ, ମାତ୍ର ନିଜ ଭୁଲକୁ କେବେ ଖୋଜିବାକୁ ଚେଷ୍ଟା କରେନି। କେହି ଯଦି ତା ଭୁଲକୁ ଦେଖାଇ ଦିଏ, ତେବେ ସେହି ବ୍ୟକ୍ତିଟି ତାର ପ୍ରଥମ ଶତ୍ରୁ ବୋଲି ଭାବିନିଏ। ବିବାହରେ ଯେଉଁ ଲୋକମାନଙ୍କୁ ଗରିବ ଭାବି ନିମନ୍ତ୍ରଣ କରାଯାଏ ନାହିଁ, ସେହି ଲୋକମାନେ ହିଁ ପ୍ରଥମେ ଅନ୍ତିମ ସଂସ୍କାରରେ ପହଞ୍ଚନ୍ତି। ମା ବିନା ଘର ଅନ୍ଧାର, ବାପାଙ୍କ ବିନା ଦୁନିଆ ଅନ୍ଧାର। ଜଣେ ଦେହ ତ ଜଣେ ଛାଇ, ଜଣେ ନିଶ୍ୱାସ ତ ଜଣେ ପ୍ରଶ୍ୱାସ। ବାପା ମାଙ୍କ ବିନା ଜୀବନ ଅନ୍ଧାର। ଏହା ହିଁ ପ୍ରକୃତ ଜୀବନ। ନିଜ ସହ ବିଜେତା ପରି କଥା ହେବାର କିଛି ସୂତ୍ର। ଯାହା ଆପଣ ନିଜକୁ କହୁଛନ୍ତି ତାହା ଉପରେ ବିଶ୍ୱାସ ରଖନ୍ତୁ। ଏକ ବିଜେତା ପରି ଭାବନ୍ତୁ, କାମ କରନ୍ତୁ ଓ କଥା ହୁଅନ୍ତୁ। ଏହିପରି ଭାବେ ଆପଣ ବିଜେତା ହୋଇପାରିବେ। ନିଶ୍ଚିତ ଲକ୍ଷ୍ୟ ବାଛନ୍ତୁ। ଆପଣ ଯଦି 100 ମିଟର ଦୌଡ଼ ଜିତିବାକୁ ଚାହୁଁଛନ୍ତି, ତେବେ କୁହନ୍ତୁ, ମୁଁ 100 ମିଟର ଦୌଡ଼ରେ ଜିତିବାକୁ ଚାହୁଁଛି। ଏହା ମୋର ଦୌଡ଼ ଅଟେ ଓ ମୋତେ କେହି ପରାଜିତ କରିପାରିବେ ନାହିଁ। ଉତ୍ସାହର ସହ ନିଜ ସହ କଥା ହୁଅନ୍ତୁ। ଚୁପ୍ ରହି ଭାବନ୍ତୁ ନାହିଁ। କୌଣସି ଦ୍ୱନ୍ଦ୍ୱରେ ରହିବାର ଆବଶ୍ୟକତା ନାହିଁ। ଆପଣ ନିଜକୁ ବିଲକୁଲ ବି କୁହନ୍ତୁ ନାହିଁ, ଏହାକୁ ମୁଁ କ'ଣ କରିପାରିବି, ବରଂ କୁହନ୍ତୁ, ହଁ ମୁଁ ଏହାକୁ ନିଶ୍ଚିତ ଭାବରେ କରିପାରିବି। ବିଜେତା ପରି ଆଚରଣ କରନ୍ତୁ, ବିଜେତା ପରି ସ୍ୱପ୍ନ ଦେଖନ୍ତୁ ଓ ବିଶ୍ୱାସର ସହ ପାଦ ବଢ଼ାନ୍ତୁ। ନକାରାତ୍ମକତାରୁ ଦୂରେଇ ରୁହନ୍ତୁ। ମୁଁ ଅସଫଳ ହେବି ନାହିଁ କହିବା ପରିବର୍ତ୍ତେ ବରଂ କୁହନ୍ତୁ, ମୁଁ ସଫଳ ହେବି ନାହିଁ ପରିବର୍ତ୍ତେ କୁହନ୍ତୁ, ମୁଁ ସଫଳ ହେବି, ବିଜୟୀ ହେବି। ବିବି ନମ୍ବର 1 ହେବେ କିପରି? ଆପଣ ବିବି ନମ୍ବର 1 ହେବାକୁ ଚାହାନ୍ତି କି? ଯଦି ଚାହାନ୍ତି, ତେବେ ଏସବୁକୁ ଧ୍ୟାନ ଦିଅନ୍ତୁ। ଦେଖିବେ ଆପଣ ନିଶ୍ଚିତ ସଫଳତା ପାଇବେ ହିଁ ପାଇବେ। ଗୃହର ସାଜସଜ୍ଜାରୁ ଗୋଟିଏ ସ୍ତ୍ରୀର କର୍ମ କୁଶଳତା ଏବଂ ନିପୁଣତା ପରିଲକ୍ଷିତ ହୁଏ। ଆପଣ ସର୍ବଦା ଘରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖନ୍ତୁ। ପ୍ରତ୍ୟେକ ଜିନିଷକୁ ଯଥାସ୍ଥାନରେ ସାଇତି ରଖନ୍ତୁ ଏବଂ ସମସ୍ତ ଘରର ପ୍ରତ୍ୟେକଟି କୋଣକୁ ନୂତନ ଆକର୍ଷଣ ଭାବେ ସଜାଇ ରଖନ୍ତୁ। ଆପଣଙ୍କ ବେଶଭୂଷା ବେଶ ମାର୍ଜିତ ଏବଂ ପୂର୍ଣ୍ଣ କରନ୍ତୁ। ଅତ୍ୟଧିକ ମେକଅପ୍ ବ୍ୟବହାର ନ କରି ଯଥାସମ୍ଭବ ମେକଅପ୍ ବ୍ୟବହାର କରନ୍ତୁ।
ଅତ୍ୟଧିକ ମେକଅପର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ କରେ। ସର୍ବଦା ସୁସ୍ଥ ରହିବା ପାଇଁ ଚେଷ୍ଟା କରନ୍ତୁ, କାରଣ ସବୁବେଳେ ରୋଗରେ ପଡ଼ିଲେ ଆପଣଙ୍କର ଦାୟିତ୍ୱ କିଏ ତୁଲେଇବ? ଦେହକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ, ଯୋଗ ଇତ୍ୟାଦି ଅଭ୍ୟାସ ଆବରି ନିଅନ୍ତୁ। ହସ ମୁହଁରେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରିଦିଏ। ତେଣୁ ସର୍ବଦା ହସ ହସ ମୁହଁରେ ପ୍ରସନ୍ନ ଚିତ୍ତରେ ରହିବାକୁ ଚେଷ୍ଟା କରନ୍ତୁ, ଯେଉଁଥିରେ କି ଅନ୍ୟ ନିକଟରେ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଛାପ ପରିଲକ୍ଷିତ ହେବ।